ଉପରେ ସେମିତି କିଛି ପ୍ରଭାବ ପଡ଼ିବନି। ସେ ପ୍ରାୟ ହାରାହାରି 5 ବର୍ଷ ହେବ ସେ କୌଣସି ଦଳୀୟ କାର୍ଯ୍ୟକ୍ରମ ବି ନଥିଲେ। ତେଣୁକରି ଯାହା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଯାହା ବାତାବରଣ ରହିଛି ଏ ରାଜନୈତିକ ପରିସ୍ଥିତିରେ ସତ୍ୟବାଦୀର ଜନସାଧାରଣ ନା ଓମ୍ ପ୍ରକାଶ ମିଶ୍ରକୁ ଦେଖୁଛନ୍ତି ନା ସମ୍ବିତ ପାତ୍ରଙ୍କୁ ଦେଖୁଛନ୍ତି। ଏମାନଙ୍କ ଭିତରେ ଗୋଟିଏ କଥା ଯେ ସତ୍ୟବାଦୀ ସ୍ୱାଭିମାନ ପାଇଁ ଆମର ଲଢ଼େଇ ହେଉଛି ଏବଂ ସତ୍ୟବାଦୀ ତା ନିଜ ସ୍ୱାଭିମାନ ପାଇଁ ଲଢ଼ୁଛି। ତ ଏଠି ଗୋଟିଏ ଚେହେରା ହେଉଛି ମୋଦି ଏବଂ ଗୋଟିଏ ଚିହ୍ନ ହେଉଛି ଫୁଲ। ଲୋକ ଏ ଚିନ୍ତାଧାରା ଭିତରେ ଅଛନ୍ତି। ବାକି ରହିଲା ରମାବାବୁଙ୍କ କଥା, ସେ ଜଣେ ବରିଷ୍ଠ ନେତା, ବହୁ ଦିନର ରାଜନୈତିକ ଅଭିଜ୍ଞତା ତାଙ୍କର ଅଛି। କିନ୍ତୁ ଗୋଟିଏ ଅଭିଜ୍ଞତା ତାଙ୍କ ପାଖରେ କମି ରହିଯାଇଛି, ସେ ଯେଉଁ ଦଳରେ ରୁହନ୍ତି ସେ ଦଳ ପାଇଁ ହାରିବା ପାଇଁ ସେମାନେ ସେ ଆଗ ବାଟ ତିଆରି କରନ୍ତି। ଆପଣ ଦେଖନ୍ତୁ 2000 ମସିହା କଥା ଆପଣ ଦେଖନ୍ତୁ। 2000 ମସିହାରେ ସେ ଦଳ ଛାଡ଼ି ସ୍ୱାଧୀନ ଠିଆ ହେଲେ। 2004ରେ ସେ ଦଳ ଛାଡ଼ିକି ସ୍ୱାଧୀନ ଠିଆ ହେଲେ। 2009ରେ ଦଳ ଛାଡ଼ିକି ସ୍ୱାଧୀନ ଠିଆ ହେଲେ। ତ ଯେତେବେଳେ ଆପଣ ଦେଖିବେ ପ୍ରତି ନିର୍ବାଚନ ସମୟରେ ତାଙ୍କ ସେ ଦଳ ଛାଡ଼ିବେ, ପୁଣି ଆଉ ଗୋଟେ ଦଳକୁ ଯିବେ। ପୁଣି 2018ରେ 2014ରେ ତାଙ୍କୁ ବିଜୁ ଜନତା ଦଳ ଟିକେଟ୍ ଦେଲା। ଟିକେଟ୍ ଦେଲା ପରେ ପୁଣି 2018ରେ ବିଜୁ ଜନତା ଦଳ ଛାଡ଼ି ପୁଣି ଆସି ଭାରତୀୟ ଜନତା ପାର୍ଟିରେ ମିଶିଲେ। ବିଗତ ଦିନରେ ବି ମଧ୍ୟ 2000 ମସିହା ବେଳକୁ ଆପଣ ଖବର ନେବେ, ସେତେବେଳେ ସେ ଭାରତୀୟ ଜନତା ପାର୍ଟିରେ ଥିଲେ, ସେତେବେଳେ ବି ଦଳ ଛାଡ଼ିଲେ। ତ ଇଏ ହେଉଛି ତାଙ୍କର ଗୋଟେ ଋତୁ ଯେମିତି ପରିବର୍ତ୍ତନ ହୁଏ, ସେ ସେମିତି ନିର୍ବାଚନ ଆସିଲା ବେଳକୁ ସେ ତାଙ୍କର ଏ ପରିବର୍ତ୍ତନ ତାଙ୍କର ସବୁବେଳେ ରହିଛି। କଥା ହେଉଛି ଗୋଟେ ନେତୃତ୍ୱ ହେଉଛି ଗୋଟେ ଭିନ୍ନ କଥା ଏବଂ ଗୋଟେ ବ୍ୟକ୍ତିଗତ ଚିନ୍ତା ହେଉଛି ଗୋଟେ ଭିନ୍ନ କଥା। ଯଦି ଆମେ ସମସ୍ତେ ଦଳରେ ଅଛେ ତାହେଲେ କିଛି ନହେଲେ ଦଳ ପାଇଁ ବି କିଛି ତ ସମର୍ପଣ ଭାବ ରହିବା ଦରକାର। ତେଣୁ 2018ରେ ବିଜୁ ଜନତା ଦଳରେ ତାଙ୍କର ଦଳୀୟ ସୁପ୍ରିମୋଙ୍କଠୁ ଆରମ୍ଭ କରି ବିଭିନ୍ନ ନେତାମାନଙ୍କ ଉପରେ ବିଷୋଦ୍ଗାର କରି 2018ରେ ସେ ବିଜେଡ଼ି ଛାଡ଼ିଥିଲେ ଏବଂ ଉପନିର୍ବାଚନରେ ଯେତେବେଳେ ତାଙ୍କ ବୋହୂ ବର୍ଷାରାଣୀ ବରିହା ଟିକେଟ୍ ପାଇଲେ, କେଉଁଠି ନା କେଉଁଠି ସେ ସେବେଠୁ ଭାରତୀୟ ଜନତା ପାର୍ଟିରେ ସେ ନଥିଲେ ଏବଂ ଭାରତୀୟ ଜନତା ପାର୍ଟିରେ ସଂଗଠନରେ ବି ନଥିଲେ। ସେମିତି କିଛି ଦଳରେ ଖରାପ ପ୍ରଭାବ ପଡ଼ିବାର ନାହିଁ କି ଦଳ ସତ୍ୟବାଦୀରେ ସ୍ୱତନ୍ତ୍ର ଭାବେ ସାଧାରଣ ଲୋକ ଏ କଥାକୁ ବିଚାର କରିସାରିଛନ୍ତି ଏବଂ ଇଏ ନିର୍ବାଚନ ପ୍ରଚାର ଚାଲିଛି। ନିର୍ବାଚନ ପ୍ରଚାର ହେଉଛି ଆମକୁ ଲୋକଙ୍କ ପାଖରେ ପହଞ୍ଚିବାର ଗୋଟେ ବାଟ। କିନ୍ତୁ ଯଦି ଆପଣଙ୍କୁ କହିବା ପାଇଁ ଗଲେ ସତ୍ୟବାଦୀର ସାଧାରଣ ଜନତା ମାସେ ପୂର୍ବରୁ 1 ମାସ ପୂର୍ବରୁ ସେମାନେ ମନସ୍ଥ କରିସାରିଛନ୍ତି ଭୋଟ୍ କାହାକୁ ଦେବେ। ଏବଂ ଏବେ ଯେଉଁ କଥା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିକି ଯାଇଛନ୍ତି ଯେ ଓଡ଼ିଶାବାସୀ ମୋତେ ଆଶୀର୍ବାଦ କରନ୍ତୁ, 5 ବର୍ଷ ପାଇଁ ମୋତେ ଆଶୀର୍ବାଦ କରନ୍ତୁ, ମୁଁ 5 ବର୍ଷ ଭିତରେ ଓଡ଼ିଶାକୁ ସମଗ୍ର ଭାରତବର୍ଷରେ 1 ନମ୍ବର ରାଜ୍ୟ ଭାବେ ତିଆରି କରିବି। ଏ କଥା ସାଧାରଣ ଲୋକ ପାଖରେ ପହଞ୍ଚିଛି ଏବଂ କେବଳ ସତ୍ୟବାଦୀ ନୁହେଁ, ସମଗ୍ର ଓଡ଼ିଶାରେ ବାତାବରଣ ହେଇଛି ଯେ ଏଥର ଭାଜପା ସରକାର।